ସୁବର୍ଣ୍ଣପୁର ବୋଲି ଗୋଟେ ଗାଁଟେ ଥିଲା। ଆଉ ତା ସେରେ ଗୋଟେ କଠୁଆଟେ ରହୁଥିଲା। ତାର କାମ ହେଉଛି ସେ ଗଛ କାଟିବ, କାଠ ବିକ୍ରି କରିକି ତାର ଘର ଚଳେଇବ। ଆଉ ଗୋଟେ ଦିନ ସେ ସବୁଦିନ ଭଳିଆ କାଠ କାଟୁଥିଲା। କ'ଣ ହେଇଛି, ତାର ହାତରୁ ସେଇଟା ଖସିକିରି ମାନେ ପୋଖରୀ ଭିତରେ ପଡ଼ିଗଲା। ତାପରେ ସେ ବହୁତ ଦୁଃଖୀ ହେଲା, କାନ୍ଦିଲା। ଆଉ ତାପରେ ତା ଏଇ କାନ୍ଦ ଶୁଣି ଗୋଟେ ପରୀଟିଏ ଆସିଲା। ଆଉ ସେ ପରୀଟା ତାକୁ ପଚାରିଲା, ମାନେ କ'ଣ ହେଇଛି ତୋର, କାହିଁ କାନ୍ଦୁଛୁ? ଆଉ ତାପରେ ସେ ଦୁଃଖୀ ହେଇକିରି ତାକୁ ଯାହା ହେଇଛି ସବୁ ତାକୁ କହିଦେଲା। ଆଉ ଏଇ କଥା ଶୁଣି ସେ ଆଉଥରେ ପୋଖରୀ ଭିତରୁ ପଳେଇଲା। ତାପରେ ପୋଖରୀରୁ ବାହାରିକି ସେ ଗୋଟେ ସିଲଭରର କୁଲ୍ହାଡ଼ି ଆଣିଲା। ତାପରେ ତାକୁ ଦେଖିକିରି ସିଏ ମନା କରିଦେଲା, ନାଇଁ ଏଇଟା ମୋର ନୁହେଁ। ଏହା ଶୁଣି ସେ ଆଉଥରେ ପୋଖରୀ ଭିତରୁ ପଳେଇଲା। ତାପରେ ଏଥର ସେ ଆଣିଲା ଗୋଟେ ହୀରାର ଗୋଟେ କୁଲ୍ହାଡ଼ି ଆଣିଲା, ହୀରାର। ଆଉ ସେ ତାକୁ ଦେଖିକିରି ମନା କରିଦେଲା। ସିଏ ତାହା ଶୁଣି ସେ ଆଉଥରେ ପୋଖରୀ ଭିତରୁ ପଳେଇଲା। ଏଥର ସିଏ ଆଣିଲା ଗୋଟେ ସୁନାର ଗୋଟେ କୁଲ୍ହାଡ଼ି, ତାକୁ ବି ସେ ଦେଖିକି ମନା କରିଦେଲା। ଏହା ଶୁଣିକିରି ସିଏ ଆଉଥରେ ଗଲା ପୋଖରୀ ଭିତରକୁ। ତାପରେ ସେ ତାର ମାନେ ଯେଉଁ କୁଲ୍ହାଡ଼ି ଥିଲା, ମାନେ ଓରିଜିନାଲଟା ତାର ଲୁହାର, ସେଇଟାକୁ ସେ ଆଣିଲା। ତାକୁ ଦେଖି ସେ ଖୁସି ହେଇକିରି ହଁ କରିଦେଲା। ଆଉ ସେଇ କିଷାନର ମାନେ ଏହି ମାନେ ଇମାନଦାରୀ ଦେଖି ସେ ପରୀଟା ଖୁସି ହେଇଗଲା। ଆଉ ତାକୁ ସବୁଯାକ କୁଲ୍ହାଡ଼ି ଦେଇଦେଲା। ତାପରେ ସେଇ କିଷାନଟା ମାନେ ବହୁତ ଖୁସି ହେଇକିରି ଘରକୁ ପଳେଇଲା। ଏବେ ସେ ବହୁତ ଧନୀ ହେଇଯାଇଛି, ଗୋଟେ ଲକ୍ଜରିୟସ୍ ଲାଇଫ୍ ସେ ଜିଉଛି ଏବେ।